ମୁଁ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲର ଜଣେ ଶିକ୍ଷିକା। ମୋ ସହିତ ଗୁରୁ ଦୟାନିଧି ଦାସ ଆମର ଜଣେ ଶିକ୍ଷକ ବହୁତ ଭାବରେ ଓତପ୍ରୋତ ଭାବରେ ଜଡ଼ିତ ଥିଲେ। ସାର୍ ଏତେ ଭଲ ଲୋକ, ମୁଁ ଏତେ ଦିନ ପରେ ତାଙ୍କ ବିଷୟରେ କହିବା ପାଇଁ ମୁଁ କୌଣସି ବାଟ ବି ଖୋଜି ପାଉନି। ସେଭଳି ଲୋକ ଇଏ ଯୁଗରେ ମିଳିବା ଖୁବ୍ କଷ୍ଟ। ଏକାଧାରରେ ଜଣେ ନାଟ୍ୟକାର, ନାଟ୍ୟ ପରିବେଷଣ କରିବେ, ନିଜେ ମୃଦଙ୍ଗ ଧରିକି ନାଚିବେ, ଗୀତ ଗାଇବେ, ଆକ୍ଟିଂ କରିବେ, ସେଭଳି ଏକାଧାରରେ ଏତେ ଗୁଣ ସମ୍ପନ୍ନା ମୁଁ କେବେ ଜାଣିପାରୁନାହିଁ। ସାର୍ ଆଜି ଆମଠାରୁ ଚାଲି ଯାଇଛନ୍ତି ସତ, କିନ୍ତୁ ଚିରଦିନ ପାଇଁ ଆମ ହୃଦୟରେ ଆମେ ବଞ୍ଚିତ ହେବା ପର୍ଯ୍ୟନ୍ତ ନିଶ୍ଚୟ ଆମ ପାଖରେ ରହିବେ। ମୁଁ ଯେତେବେଳେ ପ୍ରଥମେ ଜଏନ୍ କଲି ଏଠି ଆସିକିରି 1977 ମସିହା, ସାର୍ ସେତେବେଳେ ଆମକୁ ନିଜ ଝିଅ ଭଳି ଆମେ ତାଙ୍କ ସାଙ୍ଗରେ ଚଳୁଥିଲୁ। ଆଉ ତଥାପି ଏତେ ଭଲ ପାଆନ୍ତି, ଏତେ ଥଟ୍ଟା ମଜା କରନ୍ତି, କମନ୍ ରୁମ୍ରେ ଏତେ ଖୁସି ହୁଅନ୍ତି। ଆମେ ତ ଡରିକିରି ସେତେବେଳେ ତାଙ୍କ ସହିତ ଏତେ କଥାବାର୍ତ୍ତା ହେଉନଥାଉ, କିନ୍ତୁ ସେ ଯେଉଁ ମଜା କରନ୍ତି ସେ ମଜାକୁ ଆମେ ସବୁବେଳେ ନିଜେ ଖୁସି ହେଉ ମଜାରେ, କିନ୍ତୁ ଆମେ ଡରିକିରି ସାର୍ଙ୍କୁ କହୁନୁ। ତାପରେ ମୋତେ ସାର୍ ତ କଲଚରାଲର ହେଡ଼୍ ଥିଲେ, ସବୁ ପ୍ରକାର ଗୀତ, ନାଚ, ଲେଖା ସବୁ କରନ୍ତି। ମୋତେ ଦେଖିକିରି ସୋମନାଥ ମହାରଣା ସାର୍ ଆଣିକିରି ସାର୍ଙ୍କ ସହିତ କହିଲେ ନାଇଁ ଦିଦି ରହିବେ ଆମର କଲଚରାଲରେ। ସେଇ ଦିନଠାରୁ ଏତେ ନିଜର ହେଲି, ଏତେ ତାଙ୍କ ପଛରେ ଗୋଡ଼େଇଲି, ତ ବହୁତ ଏକାଧାରରେ ବହୁତ ଗୁଣର ଅଧିକାରୀ ସେ। ଆମେ କ'ଣ ବା ତାଙ୍କ ସାଙ୍ଗରେ ସମାନ ହେବୁ କି ସମାନ ହେବାକୁ ଚିନ୍ତା ବି କରିବୁ, ତା ନୁହଁ। ତାଙ୍କରି ପ୍ରେରଣାରେ 30 ବର୍ଷ କାଳ ମୁଁ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲର କଲଚରାଲ ପ୍ରୋଗ୍ରାମରେ ନିଜେ ସବୁବେଳେ ସାମିଲ ହେଲି ଏବଂ ସେଇ ଆଗକୁ ଆଗକୁ ବଢ଼ି ଚାଲିଛୁ। ସାର୍ଙ୍କର ଯେଉଁ ସୁନ୍ଦର କଥା, ନାଚିବେ, ଗୀତ ଗାଇବେ, ଚାଲିଲା ବେଳକୁ ଯେତେବେଳେ ତାଙ୍କର ଅସୁବିଧା ଏଇ ରୋଗଟି ହେଲା, ଆମେ ସେ ଭିତରେ କ୍ୟାନ୍ସରର କ'ଣ ଜାଣିନଥିଲୁ। ଆମେ ସାର୍ ଏମିତି କ'ଣ ଚାଲୁହନ୍ତି ନା, ଆରେ ମୋତେ କାଣ୍ଡସର ବିନ୍ଧିଲାଣି, କାଣ୍ଡସର ବିନ୍ଧିଲାଣି। ଥଟ୍ଟାରେ କହୁ କହୁ ସତରେ ଯେତେବେଳେ ଚୁପଚାପ ହେଇ କଥାବାର୍ତ୍ତା ହେଲେ, ତାପରେ ଯେଉଁ ମାନସିକ ଚାପରେ ଆମେ ରହିଲୁ, ଆମେ ବା କ'ଣ ଆଉ ଆପଣମାନଙ୍କୁ କହିବୁ। ମେଡ଼ିକାଲରେ ପଡ଼ିଥିବା ସମୟରେ ଆମେ ଯାଇଛୁ, ଦେଖା କରିଛୁ, କହିଲେ ଉଫ୍ ଯନ୍ତ୍ରଣା, ମରିବାଟା ବହୁତ ଯନ୍ତ୍ରଣା। ଆମେ ସେତେବେଳେ ଛୋଟ ଛୁଆ, 22-23 ବର୍ଷ ବୟସ ମୋତେ ହେଇଥାଏ। କାନ୍ଦି କାନ୍ଦିକିରି ଆମେ ଆସିଲୁ। ଶେଷକୁ ଏମିତି ଭଗବାନଙ୍କର ଲୀଳା, ସେଭଳି ମହାପୁରୁଷଙ୍କୁ ନେଇଗଲେ ଠାକୁର ତାଙ୍କୁ। ହୋଲି ହେଇଥାଏ, ହୋଲିରେ ଜଗତ ଯେତେବେଳେ ସମସ୍ତେ ମଜୁଥାନ୍ତି, କଟକ ସହର ନାଚୁଥାଏ, ଆମେମାନେ ସେତେବେଳେ କାନ୍ଦୁଥାଉ। କାରଣ ନା ଆମର ଅତି ପ୍ରିୟ ଦୟାନିଧି ସାର୍ ଆଜି ଚାଲି ଯାଇଛନ୍ତି। ତାଙ୍କ ପିଲାମାନେ ଅତ୍ୟନ୍ତ ସରଳ, ଅତ୍ୟନ୍ତ ଭଲ, ଭାଉଜ ମଧ୍ୟ ବହୁତ ଭଲ। ମୋର ସମସ୍ତେ ବିଭୁ, ବିଧୁ, ବିନ୍ଦୁଶ୍ରୀ, ବିଜୟଲକ୍ଷ୍ମୀ ସମସ୍ତେ ଅତି ସ୍ନେହୀ, ଭଦ୍ର, ଆଉ ନିଜର ସମସ୍ତଙ୍କର ବୁଦ୍ଧି, ବୃତ୍ତି, ଗାରିମା ସମସ୍ତଙ୍କର ଅଛି। ଗର୍ବ କେହି କରନ୍ତିନି, ଅତି ସାଧାରଣ ମଣିଷ ସେସବୁ। ତେଣୁ ଏ ପରିବାର ସହିତ ମୋର ଭଲ ସମ୍ପର୍କ ଆଜି ପର୍ଯ୍ୟନ୍ତ ରହିଛି। ତାଙ୍କ ଝିଅ ଆମ ପାଖାପାଖି ନହେଲେ ମଧ୍ୟ ବୟସ ଆମଠୁ ବହୁତ ସାନ ହେଲେ ମଧ୍ୟ ମୋର ଷ୍ଟୁଡେଣ୍ଟ ସେ ନୁହଁ, କିନ୍ତୁ ମୁଁ ନିଜ ଭଉଣୀ ଭଳିଆ ମୁଁ ତାଙ୍କୁ ତୁ ତା କଥାବାର୍ତ୍ତା କରେ ଏବଂ ସେଇ ପରିବାର ସହିତ ମୁଁ ସାମିଲ ସବୁଥିରେ ହୁଏ। ଯେତେବେଳେ ଯେଉଁଠି ଦେଖେ ସେ ଛୁଆ ମୋତେ ବହୁତ ଭଲ ପାଆନ୍ତି। ସ୍କୁଲରେ କେବଳ ତ ଏକାଧାରରେ ଜଣେ ନାଟ୍ୟକାର ନୁହନ୍ତି, ସିଏ ଜଣେ ଯୋଗୀ ପୁରୁଷ। ପାଠ କହିଲେ ଜୋଗ୍ରାଫି ତାଙ୍କ ପାଟିରେ ଥିଲା। ଇଂଲିଶ ପଢ଼ାନ୍ତି, ଜୋଗ୍ରାଫି ପଢ଼ାନ୍ତି, ସବୁ ସବଜେକ୍ଟ ପଢ଼ାନ୍ତି। ଆଉ ଏତେ ଭଲ ପାଠ ପଢ଼ାନ୍ତି, ପିଲା ତାଙ୍କୁ ବହୁତ ଭଲ ପାଆନ୍ତି, କିନ୍ତୁ ପିଲା ତାଙ୍କୁ ଡରନ୍ତି ବି। କାରଣ ସ୍କୁଲକୁ ଗଲେ, କ୍ଲାସ୍ ଭିତରକୁ ଗଲେ ସେ ଅଲଗା ରୂପ ହୁଅନ୍ତି। ବାହାରକୁ ଯେତେବେଳେ ଆସନ୍ତି, ନାଚ ଗୀତ ଭିତରେ ରୁହନ୍ତି, ଏତେ ମଜିଯାଆନ୍ତି ଯେ ପୁରା ନିଜେ ପିଲାଙ୍କ ସାଙ୍ଗରେ କାନ୍ଧରେ ହାତ ପକାଇ ନାଚନ୍ତି। କି ଅକ୍ଳାନ୍ତ ପରିଶ୍ରମ ସେ କରନ୍ତି। ଆମର ବୋର୍ଡ଼ ସ୍କୁଲ ଫଙ୍କସନ୍ ହେବ ମାନେ ଶହ ଶହ ଲୋକ ଦେଖିବେ, କେଡ଼େ ବଡ଼ ବଡ଼ ଲୋକ ସବୁ ଗେଷ୍ଟ ଆସିବେ। ସେ ସବୁର ସବୁ ପ୍ରକାର କାଶୀ ସାର୍, ଆମର ସାର୍ ସମସ୍ତେ ମିଶିକିରି ଏମିତି ପ୍ଲାନ୍ କରିଥିବେ, କେଉଁଠି ଟିକେ 19-20 ଆମର ବି ଅସୁବିଧା ହେବ ନାହିଁ।
କହିଲା ମାନେ ଯେମିତି ସାଙ୍ଗେ ସାଙ୍ଗେ ଆସିଲା ମାନେ ଯେମିତି ନାଚ ଗୀତ ଆସିବ ସବୁ ବହୁତ ପରିଶ୍ରମ ସେ କରିକିରି ପିଲାମାନଙ୍କୁ ସେଟ୍ କରି ଗୀତ ନାଚ ସବୁ ଶିଖେଇକିରି ଆଜି ମଣିଷ ତାଙ୍କର ଶହ ଶହ ପିଲା ତାଙ୍କ ଗୁଣ ଗାଇଛନ୍ତି। ତାଙ୍କର ଅଛନ୍ତି ତାଙ୍କ ଛାତ୍ରଛାତ୍ରୀ ବହୁତ ମାନେ ଅଛନ୍ତି, କିନ୍ତୁ ସାର୍ ଆଜି ଆମ ପାଖରେ ଆଉ ନାହାନ୍ତି। ତେଣୁ ତାଙ୍କୁ ମନେ ପକାଇବା ପାଇଁ ଆଜି ଏଇ ଦିନରେ ଦିପଦ କହିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। କଥକ ନାଚିବେ ସାର୍, ଏତେ ସୁନ୍ଦର ଭାବରେ ନାଚିବେ, ନିଜକୁ ତା ସାଙ୍ଗରେ ହଜେଇ ଦେଇଥିବେ। ତାଙ୍କ ମୁଣ୍ଡ ଆଉ ଠିକ୍ ରହିବନି, ନାଚ ସାଙ୍ଗରେ ତାଳ ସାଙ୍ଗରେ ବଜେଇକିରି ପୁରା ନାଚିକିରି ଫଟେଇ ଦେବେ ଷ୍ଟେଜ୍। ପିଲାମାନଙ୍କୁ ଡୁଏଟ୍ ସେତେବେଳେ ବହୁତ ପୁରୁଣା କଥା, ସେ ତ ଏଇ ତ ବର୍ତ୍ତମାନ ଯୁଗ ଆଉ ସେ ବେଳର କଥା ଭିତରେ ଡିଫରେନ୍ସ ରହିବ। ଏତେ ସୁନ୍ଦର ଭାବରେ ଆମର ସାଧାରଣ ଭାବରେ ଏ ଯେଉଁ ଗାଁ ଗଣ୍ଡାରେ ଯେଉଁ ସନିଆ ମା ସନିଆ ବାପା ଘୋଡ଼ା ନାଚ ପୁ 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 କହିକିରି ଯେଉଁ ବାଜା ବଜେଇକିରି ନଚେଇବେ, ପିଲା ବି ଆଣ୍ଠେଇ ପଡ଼ିବେ, ଏତେ ସୁନ୍ଦର। ଆଉ ବୈଷ୍ଣବ ପାଣିଙ୍କର ଆମର 45 ମିନିଟ୍ ଯେକୌଣସି ବିଷୟରେ ଆମର ହୁଏ ପ୍ରୋଗ୍ରାମ୍, ସାର୍ ବାଜା ବଜେଇବେ, ସାର୍ ଗୀତ ବୋଲୁଥିବେ ବ୍ୟାକ୍ଗ୍ରାଉଣ୍ଡରୁ, ଝିଅ ପିଲାମାନେ ସବୁ ଅନ୍ୟ ଗୀତ ଗାଉଥିବେ। ବହୁତ ଭଲ ପ୍ରୋଗ୍ରାମ୍ ଆମର ବୋର୍ଡ଼ ସ୍କୁଲରେ ହୁଏ। ପ୍ରୋଗ୍ରାମ୍ ସରିଲା ପରେ ମୁଁ ଭାବେ ସାର୍ ବୋଧେ ଭାବନ୍ତି ଆମେ ଗୋଟେ ଗଡ଼ ଜୟ କରିକିରି ଆଇଲୁ। ଆଉ ସମସ୍ତେ ତ ସାବାସ୍ ସାବାସ୍ କୁହନ୍ତି। ଏତେ ଭଲ ପ୍ରୋଗ୍ରାମ୍, ବୋର୍ଡ଼ ସ୍କୁଲ ପ୍ରୋଗ୍ରାମ୍ ଆଉ କେହି ମିସ୍ କରନ୍ତି ନାହିଁ। ପ୍ରେସିଡେଣ୍ଟ କ'ଣ, ସେକ୍ରେଟାରୀ କ'ଣ, ବାହାର ମନ୍ତ୍ରୀ କ'ଣ, ସମସ୍ତେ ଆସିକିରି ବହୁତ ଖୁସି ହେଇକିରି ଯାଆନ୍ତି। ସେଭଳି କଳାକାର ଏ ଯୁଗରେ ଆଉ ମିଳିବା ଖୁବ୍ କଷ୍ଟ। ତାଙ୍କର ଅମର ଆତ୍ମାକୁ ସଦ୍ଗତି ହେଉ। ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି, ଯେଉଁଠି ଥାଆନ୍ତୁ ଶାନ୍ତିରେ ଥାଆନ୍ତୁ, ସେଇ ଆନନ୍ଦରେ ସେଇ ଖୁସିରେ ନାଚ ଗୀତରେ ମଜିକିରି ଥାଆନ୍ତୁ।